ଖରାଦିନେ ସମସ୍ତେ ତରଭୁଜ ଖାଇବାକୁ ଭାରି ଭଲ ପାଆନ୍ତି। ତରଭୁଜ ବି ବଜାରରେ ଏହି ଖରାଦିନେ ବେଶି ବିକ୍ରି ହୁଏ। ତା ସହ ରାସ୍ତା କଡ଼ରେ ପସରା ମେଲାଇ ବ୍ୟବସାୟୀମାନେ ବିକ୍ରି କରୁଥାନ୍ତି, ଯାହା ଫଳରେ ପଥଚାରୀମାନେ ଯଦି ଖରାରୁ ମୁକ୍ତି ପାଇବା ପାଇଁ ଖାଇବାକୁ ଇଚ୍ଛା କରିବେ, ତାହେଲେ ସାଙ୍ଗେ ସାଙ୍ଗେ ଖାଇପାରିବେ। ଘରେ ଘରେ ତ ଗରମ ଦିନେ ଫ୍ରିଜରେ ତରଭୁଜ ଥାଏ। କେହି କେହି ଫ୍ରିଜରେ ଥିବା ତରଭୁଜ ଖାଇବାକୁ ଭାରି ଭଲ ପାଆନ୍ତି। ତରଭୁଜକୁ ଯେତିକି ଖୁସିରେ ଖାଉ, ମଞ୍ଜି ପାଟିରେ ଟିକେ ରହିଗଲେ ବିରକ୍ତ ହୋଇ ତାକୁ ଥୁ କରି ଫିଙ୍ଗି ଦେଉ। ହେଲେ ଆପଣ ଜାଣନ୍ତି କି ଦେହ ପାଇଁ ଭାରି ଭଲ ତରଭୁଜ ମଞ୍ଜି। ତରଭୁଜ ମଞ୍ଜି ଶରୀର ପାଇଁ କେତେ ଲାଭଦାୟକ, ତାହା ଆପଣ ଜାଣିଲା ପରେ ଆଉ ବୋଧେ ଫିଙ୍ଗିବେ ନାହିଁ। ତେଣୁ ଆସନ୍ତୁ ଜାଣିବା ତରଭୁଜ ମଞ୍ଜିର ଉପକାରିତା ସମ୍ପର୍କରେ। ତରଭୁଜ ମଞ୍ଜି ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସହାୟକ ହୁଏ। ଏହା ହୃଦୟକୁ ସୁସ୍ଥ ରଖେ। ତରଭୁଜ ମଞ୍ଜିରେ ଜିଙ୍କର ପରିମାଣ ଅଧିକ ମାତ୍ରାରେ ରହିଥିବାରୁ ଏହା ଶରୀରର ରୋଗ ପ୍ରତିରୋଧକ କୋଷକୁ ସକ୍ରିୟ ରଖେ। ତରଭୁଜ ମଞ୍ଜିର ରକ୍ତରେ ସୁଗାରର ସ୍ତରକୁ ନିୟନ୍ତ୍ରଣ ରଖେ। ତେଣୁ ମଧୁମେହ ରୋଗୀମାନଙ୍କ ପାଇଁ ତରଭୁଜ ମଞ୍ଜି ବେଶୀ ଲାଭଦାୟକ। ତରଭୁଜ ମଞ୍ଜିରେ ପ୍ରଚୁର ପରିମାଣରେ ପ୍ରୋଟିନ୍, ଆଇରନ୍, ଜିଙ୍କ ଏବଂ କପର ରହିଥାଏ। ତରଭୁଜ ମଞ୍ଜି କେଶ ବୃଦ୍ଧି କରିବାରେ ମଧ୍ୟ ବଡ଼ ଭୂମିକା ନିଭାଇଥାଏ। ତରଭୁଜ ମଞ୍ଜିରେ ପ୍ରଚୁର ପରିମାଣରେ ଭିଟାମିନ୍ ବି ରହିଥାଏ, ଯାହା ଆମ ମସ୍ତିଷ୍କ ସଞ୍ଚାଳନ ଏବଂ ଶିରା ପ୍ରଶିରା ସଞ୍ଚାଳନରେ ଫାଇଦା ଦିଏ।